ଓମ୍ ଶାନ୍ତି। ସୁପ୍ରଭାତ। ଏଇ ମୃତ୍ୟୁ ଲୋକରୁ ନିଜର ବୁଦ୍ଧିକୁ ହଟାଇ ଶାନ୍ତିଧାମ ଘରକୁ ଫେରିବାର ପୁରୁଷାର୍ଥ କରୁଥିବା ସମସ୍ତ ପରମାତ୍ମ ପ୍ରେମୀ ଶ୍ରେଷ୍ଠ ଆତ୍ମାମାନଙ୍କୁ ଶୁଭ ସକାଳର ଶୁଭ ଅଭିନନ୍ଦନ, ସୁସ୍ୱାଗତମ୍। ଘରୁ ବାହାରକୁ ଯାଇ ଅନେକ ଦିନ ପରେ ପୁନଶ୍ଚ ଘରକୁ ଫେରିବାକୁ ଥିବାର ସମୟ ଯେତେ ଯେତେ ନିକଟତର ହେଉଥାଏ, ଫେରିବା ବାଲାର ମନ ମଧ୍ୟ ସେତେ ଉଲ୍ଲସିତ ହେଉଥାଏ। ଏହା ପ୍ରାୟ ସମସ୍ତଙ୍କର ଅନୁଭବ ଥିବ। ପୁନଶ୍ଚ ଯେତେବେଳେ ନୂତନ ଘରଟିଏ ତିଆରି ହେଉଥାଏ, ତା ପ୍ରତି ମୋହ ବଢ଼ି ଯାଇଥାଏ ଏବଂ ପୁରୁଣା ଘରଠାରୁ ଧୀରେ ଧୀରେ ଆଗ୍ରହ କମିବାକୁ ଲାଗିଥାଏ। ମନ ସର୍ବଦା ଅସ୍ଥିର ହୋଇଥାଏ କିପରି ନୂଆ ଘର ସମ୍ପୂର୍ଣ୍ଣ ହେବ ଏବଂ ଆମେ ସେଠାକୁ ଯିବୁ। ବର୍ତ୍ତମାନ ଏହି ସାରା ବିଶ୍ୱର ମଧ୍ୟ ସେହି ଅବସ୍ଥା ଆସିଯାଇଛି। ଏବେ ଏହି ପୁରୁଣା କଳିଯୁଗୀ ଦୁନିଆର ମହାବିନାଶ ନିଶ୍ଚିନ୍ତ ଭାବରେ ହେବ। ଏହି ନାଟକ ଏବେ ପୁରା ହେବାକୁ ଯାଉଛି। ଏବେ ସମସ୍ତଙ୍କୁ ମୂଳ ଘର ବ୍ରହ୍ମଲୋକ ବା ଶାନ୍ତିଧାମକୁ ଫେରିବାକୁ ହିଁ ହେବ। ତେଣୁ ନିଜର ଅବସ୍ଥାକୁ ଭଲ ରଖିବା ପାଇଁ ଅମୃତବେଳା ବା ବ୍ରାହ୍ମ ମୁହୂର୍ତ୍ତରୁ ଉଠି ଏକାନ୍ତରେ ବସି ବିଚାର କରିବା ଦରକାର ଯେ ମୁଁ ଆତ୍ମା ଅଟେ। ଏବେ ଘର ବାହୁଡ଼ାର ସମୟ ମୋତେ ଫେରିବାକୁ ହେବ। ପରନ୍ତୁ ଶାସ୍ତ୍ରରେ ଏହି କଳିଯୁଗୀ ଦୁନିଆର ଆୟୁଷ ଆହୁରି 40,000 ବର୍ଷ ବାକି ଅଛି ବୋଲି ଲେଖିଦେବାରୁ ସମସ୍ତେ ଭ୍ରମିତ ହୋଇଯାଉଛନ୍ତି। ଅନୁଭବ କରୁଛନ୍ତି କି ଏ ଦୁନିଆ ବିନାଶ ନିଶ୍ଚୟ ହେବ, ପରନ୍ତୁ ଶାସ୍ତ୍ରକୁ ମାନ୍ୟତା ଦେଇ ସେହି କଥାରେ ଭ୍ରମିତ ହେବା କାରଣରୁ ଏହି ପୁରୁଣା ଦୁନିଆଠାରୁ ବୁଦ୍ଧି ହଟୁନାହିଁ କି ମୂଳ କଥା ବା ମୂଳ ଘର, ଆତ୍ମିକ ଘର ବା ଶାନ୍ତିଧାମ ମନେ ପଡ଼ୁନାହିଁ କି ନୂତନ ଦୁନିଆ ଅର୍ଥାତ୍ ସତ୍ୟଯୁଗୀ ସ୍ୱର୍ଗ ଦୁନିଆ ମଧ୍ୟ ବୁଦ୍ଧିରେ ଆସୁନାହିଁ। ଭଗବାନ କହୁଛନ୍ତି, ମୋ ଉପରେ ପୁରା ବଳି ଚଢ଼ିଯାଅ। ଭକ୍ତିରେ କାଶୀ କଲବଟ ଖାଉଥିଲେ ନା? ତାହା ତ ଶରୀରକୁ ନଷ୍ଟ କରିବା ଅର୍ଥାତ୍ ଜୀବଘାତ କରୁଥିଲେ। କିନ୍ତୁ ତୁମକୁ ବୁଦ୍ଧି ସହିତ ମୋ ଉପରେ ସମର୍ପିତ ହୋଇ ନିମିତ୍ତ ହୋଇ ସବୁ କିଛି ସମ୍ଭାଳିବାକୁ ହେବ। ଏଠାରେ ମରିବାର କୌଣସି କଥା ନାହିଁ। ମରିବା ଅର୍ଥାତ୍ ବୁଦ୍ଧି ସହିତ ଏହି ପୁରୁଣା ଦୁନିଆ, ପୁରୁଣା ଦେହ, ଦେହର ସମ୍ବନ୍ଧ ଆଦିକୁ ଭୁଲିଯିବା। ବୁଦ୍ଧିର ଯୋଗ କେବଳ ଜଣକ ସହିତ ରହୁ, ଏପରିକି ନିଜର ପୁଅ, ଝିଅ ବା ଅନ୍ୟ କୌଣସି ଦେହଧାରୀ ମନେ ନ ପଡ଼ନ୍ତୁ। ଦେହର ଅଭିମାନ ସମ୍ପୂର୍ଣ୍ଣ ତୁଟିଯାଉ। ଯେଉଁମାନେ ଏହିଭଳି ସମ୍ପୂର୍ଣ୍ଣ ବଳି ଚଢ଼ିଥାନ୍ତି, ସେହିମାନଙ୍କୁ ହିଁ ଶିବ ବାବାଙ୍କ ଠାରୁ ସତ୍ୟ ଆଉ ତ୍ରେତୟା ଦୁଇ ଯୁଗରେ 21 ଜନ୍ମର ସମ୍ପତ୍ତି ଅର୍ଥାତ୍ ସୁଖ ଶାନ୍ତିର ରାଜ୍ୟ ପ୍ରାପ୍ତ ହୋଇଥାଏ। କେବେ ବି ଦେହ ଅଭିମାନରେ ଆସି ଭଗବାନଙ୍କର ଏବଂ ଈଶ୍ୱରୀୟ କୁଳର ବଦନାମ କରିବା ଅନୁଚିତ। କାରଣ ବାବା ଆମମାନଙ୍କୁ କଉଡ଼ିରୁ ହୀରାତୁଲ୍ୟ କରିବାର କୃପା ଏବେ ଆସି କରୁଛନ୍ତି। ଯେଉଁ ପିଲାମାନେ ପ୍ରତି ପାଦରେ ପ୍ରତ୍ୟେକ କାର୍ଯ୍ୟରେ
ବାବାଙ୍କ ଠାରୁ ରାୟ ନେଇଥାନ୍ତି। ଅର୍ଥାତ୍ ପ୍ରତ୍ୟେକ କଥାରେ ଶ୍ରୀମତକୁ ପାଳନ କରିଥାନ୍ତି। କୌଣସି କଥା ନ ଲୁଚାଇ ସତ୍ୟ ପିତାଙ୍କୁ ସତ୍ୟ ସତ୍ୟ କହିଥାନ୍ତି। ସେମାନଙ୍କ ଉପରେ ସ୍ୱତଃ ହିଁ କୃପା ବର୍ଷା ହୋଇଥାଏ। ଏହି ଜ୍ଞାନ ସ୍ୱୟଂ ପରମପିତା ପରମାତ୍ମା ଆସି ଦେଉଛନ୍ତି। ଯେଉଁ ଜ୍ଞାନ ପୁଣି ପ୍ରାୟ ଲୋପ ହୋଇଯାଉଛି। ଏହା ଆତ୍ମିକ ଯାତ୍ରା ଅଟେ। ଯେଉଁ ଯାତ୍ରା ତୁମେ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣମାନେ କରାଉଛ ବା ଅନ୍ୟମାନଙ୍କୁ ଏହି ଯାତ୍ରା ବିଷୟରେ ଶିକ୍ଷା ଦେଉଛ। ଏହି ଯାତ୍ରା ବିଷୟରେ କେହି ହେଲେ ଜାଣିନାହାନ୍ତି। ସେମାନେ କେବଳ ପୁରୁଷାର୍ଥ କରୁଛନ୍ତି ବ୍ରହ୍ମରେ ଲୀନ ହେଇ ଆଉ ନ ଫେରିବାକୁ। ତେବେ ପୁଣି ତୀର୍ଥଯାତ୍ରା କରିବାର କି ଆବଶ୍ୟକତା ରହିଛି? ବାକି ବ୍ରହ୍ମ ତ ହେଉଛି ମହତ୍ତତ୍ଵ, ରହିବାର ସ୍ଥାନ। ସେଥିରେ କେହି ଲୀନ ହୁଅନ୍ତି ନାହିଁ କି ମିଶି ଯାଇନଥାନ୍ତି। ଏହା ସୃଷ୍ଟି ନାଟକର ପରିପନ୍ଥୀ। ସେମାନଙ୍କୁ ଜଣା ନାହିଁ ଯେ ମୁଁ କଳ୍ପର ଅନ୍ତିମ ସମୟରେ ଆସିଥାଏ ସମସ୍ତଙ୍କୁ ନିର୍ବାଣ ଧାମ, ଶାନ୍ତିଧାମ ବା ବ୍ରହ୍ମଲୋକକୁ ନେଇଯିବା ପାଇଁ। ସେଥିପାଇଁ ଏହି ବେହଦ ନାଟକର ବେହଦ ପରୀକ୍ଷାରେ ସମ୍ପୂର୍ଣ୍ଣ ପାସ୍ ହେବା ପାଇଁ ନିଜ ଭିତରେ ଯାହା କିଛି ବି ଦୁର୍ବଳତା ରହିଛି, ବିକାରର ଅଂଶ ଅଛି, ସେଗୁଡ଼ିକୁ ସମାପ୍ତ କରିଦେବାକୁ ହେବ। କୌଣସି ବି କଥାର ଅହଙ୍କାର ରଖିବାର ନାହିଁ। ଦୃଷ୍ଟିକୁ ବହୁତ ବହୁତ ପବିତ୍ର ଶୁଦ୍ଧ ରଖିବାକୁ ହେବ। କେବେ ବି କୌଣସି ଦେହଧାରୀ ପ୍ରତି ଆକର୍ଷିତ ହେବାର ନାହିଁ। ପୁରା ଆତ୍ମ ଅଭିମାନୀ ହେବାର ଅଛି। ଶିବ ବାବା କହୁଛନ୍ତି, ନିଜର ଶାନ୍ତିର ଶକ୍ତି ଦ୍ୱାରା ଖରାପକୁ ଭଲରେ ପରିବର୍ତ୍ତନ କରୁଥିବା ଶୁଭ ଭାବନା ସମ୍ପନ୍ନ ଆତ୍ମା ହୁଅ। ଯେପରି ଆଜିକାଲି ବିଜ୍ଞାନର ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ପୁରୁଣା ଓ ଖରାପ ଜିନିଷକୁ ପରିବର୍ତ୍ତନ କରି ଭଲ ଜିନିଷ ତିଆରି କରିଦେଉଛନ୍ତି, ସେହିଭଳି ତୁମେମାନେ ଶାନ୍ତିର ଶକ୍ତି ଦ୍ୱାରା ଖରାପ କଥାକୁ, ଖରାପ ସମ୍ବନ୍ଧକୁ ଭଲରେ ପରିବର୍ତ୍ତନ କରିଦିଅ। ଏଭଳି ଶୁଭ ଭାବନା ସମ୍ପନ୍ନ ହେଇଯାଅ, ଯାହାକି ତୁମର ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ଅନ୍ୟ ଆତ୍ମାମାନେ ମଧ୍ୟ ଖରାପକୁ ପରିବର୍ତ୍ତନ କରି ଭଲକୁ ଧାରଣ କରିନେବେ। ଯଦି ସହନଶୀଳତାର ଗୁଣକୁ ଧାରଣ କରିବ, ତେବେ କଠୋର ସଂସ୍କାର ମଧ୍ୟ ଶୀତଳ ହୋଇଯିବ ଏବଂ ସ୍ଥିତି ମଧ୍ୟ ମଜବୁତ ହୋଇଯିବ। ଯେପରି କମାର ଲୁହାକୁ ନିଆଁରେ ପୋଡ଼ିଲା ପରେ ବିଭିନ୍ନ ରୂପରେ ମଜବୁତ କରିବା ପାଇଁ ପାଣିରେ ବୁଡ଼ାଇଥାନ୍ତି। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେମାନେ ଏକତ୍ରିତ ହେବା ସେହି କଲ୍ୟାଣକାରୀ ପରମାତ୍ମା ପିତାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଆଲୋଚନା ମାଧ୍ୟମରେ ଧାରଣ କରିବା। ନିଜ ଜୀବନକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱର ପରିବର୍ତ୍ତନ କାର୍ଯ୍ୟରେ ନିଜକୁ ସହଯୋଗୀ କରିବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି।
ওম শান্তি। ওম শান্তি।